ବିଜେଡି ପାପରହାଣ୍ଡି ପୁରୀ ଗଲାଣି। ମନମୋହନ ସାମଲ ବିଜେଡି ତ୍ୟାଗ କରି ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟକ ଆକାଶ ଦାସ ନାୟକ। ଆତ୍ମସ୍ୱାଭିମାନକୁ ବଳିଦେବା ଅପେକ୍ଷା ଓଡ଼ିଶାର ଅସ୍ମିତା ଓ ସ୍ୱାଭିମାନର ସୁରକ୍ଷା ମୋ ପାଇଁ ଅନେକ ଗୁରୁତ୍ୱ ରଖିଛି। ଆକାଶ ଦାସ ନାୟକ ଆଉ କ୍ରୀତଦାସ ଜୀବନ ବଞ୍ଚିବେ ନାହିଁ ବୋଲି ଓଡ଼ିଶାବାସୀ ପଣ ନେଇଛନ୍ତି। ସିଦ୍ଧାନ୍ତ ମହାପାତ୍ର ବିଜେପିରେ ଯୋଗଦେଲେ କେନ୍ଦୁଝର ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ସ୍ୱାଇଁ। ଦୀର୍ଘ 18 ଦିନ ଧରି ମିଥ୍ୟା ଖବର ସୃଷ୍ଟି କରି ରାଜ୍ୟବାସୀଙ୍କୁ ଦ୍ୱନ୍ଦ୍ୱରେ ରଖିଥିବା ଶାସକ ବିଜେଡିର ଅସଲ ମୁଖା ଖୋଲି ଯାଇଛି। ବିଜେଡି ଯେଉଁ ଗାତ ଖୋଳିଥିଲା ସେହି ଗାତରେ ସେ ପଡ଼ିଛି। ଓଡ଼ିଶାର 4.5 କୋଟି ଲୋକଙ୍କ ଭାବନା ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ବିଜେଡି ଅପଚେଷ୍ଟା କରୁଥିଲା, ତାହାର ପରିସମାପ୍ତି ଘଟିଛି। ବିଜେଡିର ଗୌଣି ପୁରୀ ଗଲାଣି। ରାଜ୍ୟ ବିକାଶ ପାଇଁ ଆସୁଥିବା କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ସହିତ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତି ମିଳିମିଶି ଟଙ୍କା ଆତ୍ମସାତ କରୁଛନ୍ତି। ଓଡ଼ିଶାର ବିକାଶ ପାଇଁ ବିଜେପି ଲଢ଼େଇ କରିବ। ବିଭିନ୍ନ ରାଜନୈତିକ ଦଳର ଅନେକ ସାଂସଦ, ବିଧାୟକ, ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଏବଂ ବ୍ୟକ୍ତିବିଶେଷ ବିଜେପିରେ ସାମିଲ ହେଉଛନ୍ତି। ଆସନ୍ତା ଜୁନ 4ରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ। ଶାସନକୁ ଆସିବା ମାତ୍ରେ 40 ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ କରାଯିବ। ଧାନ କ୍ୱିଣ୍ଟାଲ ପ୍ରତି 3100 ଟଙ୍କା ପ୍ରଦାନ କରାଯିବ। ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ମାଗଣା ପ୍ରଦାନ କରାଯିବ। ଚାଷୀ ଯୁବକଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦିଆଯାଇ ସମାଧାନ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବ ଅବସରରେ କହିଛନ୍ତି। ବ୍ୟୁରୋ ରିପୋର୍ଟ 51 ନ୍ୟୁଜ୍ ଏଜେନ୍ସି।